जिलापालଙ୍କ ଠାରୁ କୁହନ୍ତୁ କି ବିଭିନ୍ନ ବିଭାଗର ସଚିବମାନଙ୍କ ଠାରୁ କୁହନ୍ତୁ ରିପୋର୍ଟ ଆସିଲା କ୍ଷଣି ଆମେ ଡେଡଲାଇନ୍ ଫିକ୍ସ କରୁଛୁ 24 ଘଣ୍ଟା ଭିତରେ ଅର୍ଥ ରାଶି ଯେଉଁ ଯାହାକୁ ପଠାଇବା କଥା ଆମେ ପଠାଇଦେବୁ। ଖାଲି ପାଗ ଉପରେ ନିର୍ଭର କରୁଛି। ଯଦି ପାଗ ଶୁଖିଲା ରହିବ ତାହେଲେ ସେଟା ମଧ୍ୟ ଆମେ କଥାବାର୍ତ୍ତା କରିଛୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ। ପାଗ ଯଦି ଠିକ୍ ରହିବ ଏବଂ ଉପଯୋଗୀ ରହିବ ଯିବା ପାଇଁ ତାହେଲେ ଆସନ୍ତାକାଲି ଆକାଶ ମାର୍ଗରୁ ମଧ୍ୟ ଇଏ ଟିକେ ନିରୀକ୍ଷଣ କରିବୁ। ଯଦି ପାଗ ଶୁଖିଲା ନ ରହେ ତାହେଲେ ବ୍ୟକ୍ତିଗତ ଭାବରେ ମୁଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ କ୍ଷୟକ୍ଷତିର ଆକଳନ ବାବଦରେ ସମୀକ୍ଷା କରିବା ପାଇଁ ଏବଂ କ୍ଷୟକ୍ଷତି ପ୍ରଦାନ ସମୟରେ ସମୀକ୍ଷା କରିବା ପାଇଁ ମୁଁ ମଧ୍ୟ ଯିବାର ଯୋଜନା କରିଛି। ଯେଉଁଟା କ୍ଷୟକ୍ଷତି ହେଇଛି ତାର କ୍ଷତିପୂରଣ ସମସ୍ତେ ପାଇବେ, ଭଲ ଭାବରେ ପାଇବେ ଏବଂ ନିଖୁଣ ଭାବରେ ପାଇବେ। ତେଣୁ ଆଦୌ ବିଚଳିତ କେହି ହୁଅନ୍ତୁ ନାହିଁ। ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ର କିଛି ଜାଗା ମଧ୍ୟ ପ୍ରଭାବିତ ହେଇଛି। ଯେଉଁଥିରେ ଯେଉଁ ଲୋକମାନେ ସବୁ ସ୍ଥାନାନ୍ତରିତ ହେଇଛନ୍ତି କିମ୍ବା ଯେଉଁମାନଙ୍କର ଘର ଓଦା ଅଛି ସେମାନଙ୍କୁ ରିଲିଫ୍ ସେଣ୍ଟରରେ ରୋଷେଇ ଖାଦ୍ୟ କିମ୍ବା ଘରେ ଥିଲେ ଶୁଖିଲା ଖାଦ୍ୟ ଯେତେ ଦିନ ପର୍ଯ୍ୟନ୍ତ ଆବଶ୍ୟକ ହେବ ଆମେ ଜିଲ୍ଲାପାଳମାନଙ୍କୁ ଅଧିକୃତ କରିଦେଇଛୁ।